Hi everyone, welcome back to my channel. My name is Saisri Mund. Today we are going to discuss about what after plus 2. What? What to do? What to do after plus 2? क्या करें? So I am here for you to guide you some career opportunities after plus 2. Okay? So आज ଆମେ discuss କରିବା कि कौन कौन career opportunities ଅଛି ପ୍ଲସ୍ ଟୁ ପରେ। ଆମେ ଯେତେବେଳେ ପ୍ଲସ୍ ଟୁ ପଢି ସାରୁ ସେତେବେଳେ ବହୁତ କନଫ୍ୟୁଜ ହେଇଯାଉ କଣ କରିବା ଆଗକୁ, କଣ କଲେ ଠିକ ହେବ, କଣ କଣ କ୍ୟାରିୟର ଅଛି, କଣ କଣ ଆମର ଇଣ୍ଟରେଷ୍ଟ ଅଛି, ଆମ ଇଣ୍ଟରେଷ୍ଟ ବେସ୍ଡରେ କଣ କଣ କ୍ୟାରିୟର ଅଛି କି ନାହିଁ, ସେଇଟା ଗୁଡାକ ସବୁ ଜିନିଷ ମୁଁ ଡିଟେଲ ବାଇ ଡିଟେଲ ଯିବି। ଓକେ, ସୋ କ୍ୟାରିୟର ମାନେ କଣ? ଫାଷ୍ଟ କ୍ୟାରିୟର ମାନେ କଣ ଆପଣ ମାନେ ସେଇଟା ବୁଝିନାହାନ୍ତି। କ୍ୟାରିୟର ମାନେ ଲାଇଫ ସାରା ସେଟା ଡିସାଇଡ କରିବ, ସେଇଟା ଡିସାଇଡ କରିବ କଣ ଆଗକୁ ତମେ ବନିବ, ଦ ପର୍ସନ ୟୁ ୱିଲ୍ ବିକମ୍। ଓକେ, ସୋ କ୍ୟାରିୟର ମାନେ ମେନ୍ ପାର୍ଟ ଗୋଟେ ଆମ ଜୀବନର ଗୋଟେ ମେନ୍ ପାର୍ଟ। ଆମେ କଣ କରିବା ଆଗକୁ, ଆମ କ୍ୟାରିୟର ମିନ୍ସ ଆମ ଲାଇଫ କିପରି ଚାଲିବ, କଣ ହେବ, କୋଉ ଜବ୍ ମିଳିବ, କୋଉ କ୍ୟାରିୟରରେ ଆମକୁ କୋଉ ଜବ୍ ମିଳିବ, କୋଉ ଜବ୍ ହାଇ ପେଇଂ ଅଛି ନା ନାହିଁ, କମ୍ଫର୍ଟେବଲ ଅଛି ନା ନାହିଁ, ଏଠାରେ ରହିମୁ ନା ବାହାରକୁ ଯିମୁ, କର୍ପୋରେଟ ଲାଇନକୁ ଯିମୁ, କେଉଁଠାରେ ରହିମୁ, କଣ କରିମୁ, ସେଇଟା ଗୁଡାକ କ୍ୟାରିୟର ଉପରେ ହିଁ ଡିପେଣ୍ଡ କରେ। ଆଉ ଏଇଟା ହିଁ ଆପଣ ମାନଙ୍କର ମେନ୍ ପାର୍ଟଟା ଲାଇଫର, କି କଣ ଆପଣ ମାନେ ଏବେ ଯୋଉଟା ଡିସାଇଡ କରିବେ ତାହା ହିଁ ଏହାକୁ ଆପଣ ମାନଙ୍କୁ ଆଗକୁ ନେଇଯିବ ୟା ଫିର ପଛେ ଘିଚି ଆଣିବ ଆପଣ ଯଦି ଇଣ୍ଟରେଷ୍ଟ ବେସ୍ଡରେ ନ କରନ୍ତି। ଓକେ, ତ ଆପଣ ମାନେ ପ୍ଲସ୍ ଟୁରେ ନେଇଥିଲେ କିଛି ସବଜେକ୍ଟସ୍ ଗୁଡାକ ଏଜ୍ ଫର୍ ଦ ୟୋର କଲେଜ ପ୍ରିଫରେନ୍ସେସ୍। ବହୁତ କଲେଜରେ ମୁଁ ଖାଲି କଳାହାଣ୍ଡି ୟା ଫିର ହେଇଗଲା ଓଡ଼ିଶା ଷ୍ଟେଟ୍ ଭିତର କଥା ହିଁ ମୁଁ କହିବି। ଷ୍ଟେଟ୍ ଭିତରେ କୋଉ କୋଉ କଲେଜ ଗୁଡାକ ଅଛି, କୋଉ କୋଉ କ୍ୟାରିୟର ଅପରଚୁନିଟିଜ ଗୁଡାକ ହୋଲ୍ ଥିଙ୍ଗସରେ ସବୁ ଗୁଡାକରେ ଆପଣ ମାନେ ୟୁଜ କରିପାରିବେ ୟା ଫିର ନେଇପାରିବେ ଏଜ ଏ ଗାଇଡାନ୍ସ। କିନ୍ତୁ କଲେଜ ଗୁଡାକ ମୁଁ ଓନ୍ଲି ଓଡ଼ିଶା ଭିତରେ କୋଉ କୋଉଟା ଅଛି ତାହା ହିଁ କହିବି। ଓକେ, କାହିଁକି ନା ମୁଁ ଓଡ଼ିଶା ଭିତରେ କୋଉ କଲେଜ ଅଛି ଆପଣ ମାନଙ୍କ ସୁବିଧା ପାଇଁ ସେଇଟା ଗୁଡାକୁ ମୁଁ ଚୁଜ କରିକି ଦେଇଛି। ଓକେ, ସୋ ଆପଣ ମାନେ ତିନଟି ଷ୍ଟ୍ରିମ୍ ଥିଲା ଆଇ ଥିଙ୍କ, ପିସିଏମବି, ପିସିଏମଆଇଟି ଆଉ ପିସିବିଆଇଟି। ଗୋଟେ ଥିଲା ନନ୍ ମ୍ୟାଥ, ଆଉ ଗୋଟେ ଥିଲା ମ୍ୟାଥ ଆଇଟି, ଆଉ ଗୋଟେ ଥିଲା ମ୍ୟାଥ ବାୟୋ। ସୋ ଏଜ୍ ଫର୍ ଦ ଯୋଉଟା ଗୁଡାକ ସବଜେକ୍ଟ ଡିଭାଇଡ ଯୋଉଟା ଥିଲା ସେପରି ତାହାକୁ ବେସ୍ କରିକି ମୁଁ କ୍ୟାରିୟର ଅପରଚୁନିଟିଜ ଗୁଡାକୁ ଡିଭାଇଡ କରିଦେଇଛି। ଓକେ, ଷ୍ଟାର୍ଟିଂରେ ଆମେ ଡିସ୍କସ୍ କରିବା ପିସିଏମବି। ଓକେ, ପିସିଏମବି ମିନ୍ସ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥ, ବାୟୋ। ଓକେ, ସୋ ଷ୍ଟାର୍ଟିଂରେ ଅଛି ଆପଣ ମାନେ ଦେଖି ନିଅନ୍ତୁ ଏଇଟା ଗୁଡାକ ସବୁ କ୍ୟାରିୟର ଅପରଚୁନିଟିଜ ଗୁଡାକ ରୋଲ ବାଇ ରୋଲ ଅଛି। ଓକେ, ସୋ ଫାଷ୍ଟ ଆସିଗଲା, ଆପଣ ମାନେ ଇମେଜ ଦେଖିକି ହିଁ ଜାଣିପାରୁଥିବେ, ଫାଷ୍ଟ ଆସିଗଲା ମେଡିକାଲ ଫିଲ୍ଡ। ମେଡିକାଲ ଫିଲ୍ଡ ବେସ୍ଡରେ ଆମେ କଣ କଣ ଲାଇନକୁ ଯାଇପାରିବା, କଣ କଣ ଅଛି ଆମର ଅପରଚୁନିଟିଜ ଗୁଡାକ, ସେଇଟା ଗୁଡାକ ମେଡିକାଲ ଫିଲ୍ଡରେ ଅଛି। ଓକେ, ସୋ ଷ୍ଟାର୍ଟିଂରେ ଅଛି କମନ ଯୋଉଟା କି ସେଇଟା ହେଲା ନିଟ୍। ଓକେ, ନିଟ୍ ମିନ୍ସ ଏମବିବିଏସ୍ ହେଇଗଲା ଡକ୍ଟର ଯୋଉଟା, ସେଇଟା ହେଲା କମନ। ଦେନ୍ ଆସିଗଲା ଆମର ବିଏସସି ନର୍ସିଂ ହେଇଗଲା ୟା ଫିର ଫାର୍ମାସି ହେଇଗଲା ୟା ଫିର ଫିଜିଓଥେରାପି ହେଇଗଲା, ସେଇଟା ଗୁଡାକ ଅଛି। ଯୋଉମାନେ ଯଦି ଆପଣ ମାନଙ୍କୁ ମ୍ୟାଥରେ ଏତେ ଇଣ୍ଟରେଷ୍ଟ ନାହିଁ କି ମ୍ୟାଥ ହେତେ ହୁଏ ନାହିଁ, ଯୋଉମାନେ ପିସିବିଆଇଟି ଅଛନ୍ତି, ଯୋଉମାନେ ନନ୍ ମ୍ୟାଥ ଅଛନ୍ତି, ସେମାନେ ମଧ୍ୟ ଏଇ ଲାଇନକୁ ଯାଇପାରିବେ। କାହିଁକି ନା ଏଇଟାରେ ମ୍ୟାଥ କିଛି ଥାଏ ନାହିଁ ସେପରି। ଏଥିରେ ଓନ୍ଲି ଆପଣ ମାନଙ୍କୁ ଯୋଉ ଜୁଲୋଜି ପାଠ ହେଇଗଲେ ଫିର ଏମବିବିଏସ୍ ଉପରେ ଡକ୍ଟର କଣ କରିବା, ହ୍ୟୁମାନ ବଡି ଉପରେ, ତାହା ଗୁଡାକ ଆପଣ ମାନେ ପଢନ୍ତି। ସୋ ଦ୍ୟାଟ ମ୍ୟାଥର କିଛି ଆବଶ୍ୟକତା ନଥାଏ ଏଠାରେ। ସୋ ଏମବିବିଏସ୍ କରିବାକୁ ହେଲେ ଆପଣଙ୍କୁ ନିଟ୍ ଦେବାଟା ଜରୁରୀ ଅଟେ। ଓକେ, ନିଟ୍ ଗୋଟେ ଏଣ୍ଟ୍ରାନ୍ସ ଏକ୍ଜାମ। ଓକେ, ଯୋଉଟା କି ଆମକୁ ଡକ୍ଟର ଲାଇନରେ ଯିବା ପାଇଁ ତାହା ଆମକୁ ହେଲ୍ପ କରେ। ଯଦି ଆପଣ ମାନେ ଗଭର୍ଣମେଣ୍ଟରେ କରିବାକୁ ଚାହୁଁଛନ୍ତି ୟା ଫିର ପ୍ରାଇଭେଟରେ କରିବାକୁ ଚାହୁଁଛନ୍ତି, ତାହେଲେ
ଆପଣଙ୍କୁ ଯଦି ଗଭର୍ଣ୍ଣମେଣ୍ଟରେ କରିବାର ଅଛି ତାହେଲେ ଆପଣମାନଙ୍କୁ ଭଲ ରାଙ୍କ ଆଣିବାକୁ ପଡ଼ିବ ଆଣ୍ଡ ଦେନ୍ ଆପଣମାନଙ୍କୁ ଯଦି ପ୍ରାଇଭେଟରେ କରିବାର ଅଛି ଦେନ୍ ଯେଥିରେ ବି ଆସିଲେ ମଧ୍ୟ ଚଳିଯିବ, କିନ୍ତୁ ତା ଫିଜ୍ ଗୁଡ଼ାକ ବହୁତ ଅଧିକ ଅଟେ। ସୋ ଟ୍ରାଏ କରନ୍ତୁ କି ନିଟ୍ ଏକ୍ଜାମ ଦେଇକି ଭଲ ରାଙ୍କରେ ଆସିବା ପାଇଁ। ଓକେ, ଆଉ ସେ ଯୋଉ ପ୍ରାଇଭେଟ କଲେଜରେ ମଧ୍ୟ କରିବା କହିଲେ ନିଟ୍ ଏକ୍ଜାମଟା କମ୍ପଲସରି ଅଟେ। ସୋ କେରିୟର ରୋଲ୍ସ ଗୁଡ଼ା କଣ 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 କେରିୟର ବନିପାରିବ? ଆପଣ MBBS କଲେ, MBBS କଲେ ଡକ୍ଟର ହେଇପାରିବେ, ଡେଣ୍ଟିଷ୍ଟ ହେଇପାରିବେ, ସର୍ଜନ ହେଇପାରିବେ, ଯୋଉ ସ୍ପେଶିଆଲିଷ୍ଟ ଗୁଡ଼ାକ ଥାନ୍ତି ତାହା ଗୁଡ଼ାକ ମଧ୍ୟ ହେଇପାରିବେ। ଆଉ ଏଇଟାର ଡ୍ୟୁରେସନ ପାଖାପାଖି 4 years ଥାଏ, 4 to 5 years, ମ୍ୟାକ୍ସିମମ୍ 4 years ହିଁ ଥାଏ, 5 years ଯାଏ ନାହିଁ। ଓକେ, ଯୋଉ 1 year ଲାଷ୍ଟ ଥାଏ 4 ବର୍ଷ ପରେ ତାହା ଟ୍ରେନିଂ ଥାଏ। ଓକେ, ତାହାକୁ ଧରୁ ନାହିଁ। ଦେନ୍ ଆସିଗଲା BSc ନର୍ସିଂ। BSc ନର୍ସିଂ କଣ? BSc ନର୍ସିଂଟା 4 ବର୍ଷର କୋର୍ସଟା, ଯୋଉଥିରେ କି ଆପଣ ମାନେ ନର୍ସ ହେଇପାରିବେ या फिर BSc ନର୍ସିଂ ଗୁଡ଼ାକୁ ପଢ଼େଇ ପାରିବେ, या फिर BSc ନର୍ସିଂ ପରେ MSc ନର୍ସିଂ ଯାହା ବି ଥିବ ତାହା କରିପାରିବେ। ଓକେ, ସେଟା ହେଇକି ପ୍ରଫେସର ହେଇପାରିବେ। ଆପଣମାନେ ବହୁତ ବଡ଼ ବଡ଼ କଲେଜରେ ମଧ୍ୟ ଆପଣମାନେ ପଢ଼େଇ ପାରିବେ। ନର୍ସିଂଟା ଓନ୍ଲି ନର୍ସିଂ ମାନେ ନର୍ସ ହେବାଟା ନାହିଁ, ଆପଣମାନେ କଲେଜରେ ମଧ୍ୟ ପଢ଼େଇ ପାରିବେ। ଏଇଟା ପାଇଁ ବି ନିଟ୍ ଦରକାର। ଓକେ, ଆଉ ଷ୍ଟେଟ୍ କମନ୍ ଏଣ୍ଟ୍ରାନ୍ସ ଏକ୍ଜାମ ଯୋଉଟା ଅଛି, କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ, ସେଇଟା ଗୁଡ଼ାକ ଦରକାର। ଓକେ, ଆଉ ଫାର୍ମାସିରେ ଦୁଇଟା ଅଛି, ବିଫାର୍ମ ଆଉ ଡିଫାର୍ମ। ବିଫାର୍ମ ମିନ୍ସ ଯୋଉଟା 4 ବର୍ଷର ଥାଏ, ଡିଫାର୍ମ ମିନ୍ସ 2 ବର୍ଷର ଥାଏ। ଓକେ, ଆଉ ବିଫାର୍ମଟା ଭେରି ଏଫିସିଏଣ୍ଟ ଦେନ୍ ଦ ଡିଫାର୍ମ। ଓକେ, ଆପଣମାନେ ଯଦି ଫାର୍ମାସି ଲାଇନରେ ଯାଉଛନ୍ତି ତାହେଲେ ମୁଁ ସଜେଷ୍ଟ କରିବି ଆପଣମାନେ ବିଫାର୍ମ କରନ୍ତୁ। ଓକେ, ଆଉ ସେଟା 4 yearsର ଥାଏ, ସୋ ଦ୍ୟାଟ୍ ଆପଣମାନଙ୍କୁ ବେଶୀ କ୍ୟାରିୟର ଅପରଚ୍ୟୁନିଟିଜ ମିଳିଯିବ ଏଜ୍ କମ୍ପେୟାର୍ଡ ଟୁ ଡିଫାର୍ମ। ଓକେ, ଦେନ୍ ଆସିଗଲା ଫିଜିଓଥେରାପି। ଏଇଟା ଗୋଟେ 4 ବର୍ଷର କୋର୍ସ ଥାଏ, ଯୋଉଥିକି ଆମେ ଫିଜିଓଥେରାପି କେମିତି କରିବା, ହ୍ୟୁମାନ୍ ବଡିକୁ କିପରି ତାର ମୁଭ୍ କରିବା, ମୁଭ୍ କଲେ କିପରି ହେବ, କଣ ହେବ, ମିନ୍ସ କୋଉ ଇଞ୍ଜୁରୀ ହେଇଗଲା ୟା ଫିର୍ କୋଉ କଣ ଇଏ ଅଛି, ସେ ଉପରେ ପଢୁ। ଡିଟେଲ୍ସ ମୁଁ ସେତେ ଯାଉନାହିଁ, ଥେରାପିଷ୍ଟ ହେଇପାରିବେ ଏଇଟା କରିଲେ। ଏଇଟା ଆମର 4 ବର୍ଷର କୋର୍ସ ଥାଏ, ଆଉ ଏଇଟା ପାଇଁ ଏକ୍ଜାମ ଦେବାକୁ ପଡେ। ଆଉ ବେଶୀ ନର୍ସିଂ ପାଇଁ କମ୍ପଲସରି ନଥାଏ ନିଟ୍। ଆପଣମାନେ ନିଟ୍ ଦେଇନଥିଲେ ମଧ୍ୟ ଆପଣମାନେ ପଢିପାରିବେ ପ୍ରାଇଭେଟ କଲେଜରେ ହେଇଗଲା। ଗଭର୍ଣ୍ଣମେଣ୍ଟ କଲେଜରେ ନିଟ୍ କମ୍ପଲସରି ଥିବ, ଦେନ୍ ପ୍ରାଇଭେଟ କଲେଜ ପଢିପାରିବେ। ଓକେ, ଦେନ୍ ଆସିଯିବା ନେକ୍ସଟ କଣ ଅଛି, କଲେଜ ଗୁଡ଼ାକ, ମେଡିକାଲ କଲେଜ ଗୁଡ଼ାକ ଆମ ଓଡ଼ିଶାରେ କଣ କଣ କେଉଁ କେଉଁ କଲେଜ ଗୁଡ଼ାକ ହାଇ ରାଙ୍କରେ ଅଛି। ଓକେ, ଫାଷ୍ଟ ଅଛି ଏମ୍ସ ଭୁବନେଶ୍ୱର। ଏମ୍ସ ଭୁବନେଶ୍ୱର କଣ? ଏମ୍ସ ଭୁବନେଶ୍ୱରଟା ଗଭର୍ଣ୍ଣମେଣ୍ଟ କଲେଜଟା, ଯୋଉଟା କି ବେଷ୍ଟ କଲେଜ ଇନ୍ ଓଡ଼ିଶା। ଆଉ ଏଟାର ଫିସ୍ଟା ପାଖାପାଖି 29,000 ଥାଏ, ୟା ଫିର୍ ଏଟାରୁ କମ୍ ମଧ୍ୟ ଥାଏ। ଏଟା କୋର୍ସ ଫିଜ୍ ଆଉ ହଷ୍ଟେଲ ଫିଜ୍ ଆଇ ଥିଙ୍କ ମିଶିକି ଅଛି, ଜାଣେ ନାହିଁ। ନାଇଁ, ଏଇଟା ମଧ୍ୟ କୋର୍ସ ଫିଜ୍ ମଧ୍ୟ 13-14,000 ପର ଇୟର ଥାଏ। ଏଟାରେ କମ୍ ଫିଜ୍ ହିଁ ନେଇଥାଏ। ଆଉ ନିଟ୍ ଯୋଉ ଭଲ ରାଙ୍କ ଯେଉଁମାନେ ରଖିଥାନ୍ତି ସେମାନଙ୍କୁ ନିଏ। ଦେନ୍ ଆସିଗଲା SCB ମେଡିକାଲ କଲେଜ କଟକ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ। ଏଇଟା ମଧ୍ୟ ଗୋଟେ ଭଲ କଲେଜ ଅଟେ, ଆଉ ଏଇଟା ଗୋଟେ ଓଲ୍ଡେଷ୍ଟ ଅଛି, ଆଉ ରେପ୍ୟୁଟେଡ୍ ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ ଅଟେ। ଦେନ୍ ଆସିଗଲା IMS ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱର, ସୁଆ ୟୁନିଭର୍ସିଟି, ଯୋଉ ଗୋଟେ ଫେମସ୍ ୟୁନିଭର୍ସିଟି, ତାହା ବି ଆପଣମାନେ ଜଏନ୍ କରିପାରିବେ। ଏଇଟା ପ୍ରାଇଭେଟ କଲେଜଟା। ଓକେ, ଦେନ୍ ଆସିଗଲା ସୁଆ ଭୁବନେଶ୍ୱର, ସେଇଟା ହିଁ ସେମ୍ ହିଁ ଟପ୍ ରାଙ୍କଡ ମେଡିକାଲ କଲେଜ, ପ୍ରାଇଭେଟ କଲେଜ। ଓକେ, ଦେନ୍ କଣ ଆସିଗଲା, ଆପଣମାନେ ଇମେଜରୁ ଜାଣିପାରୁଥିବେ, ସମଥିଙ୍ଗ ଟେକ୍ନୋଲୋଜି ଇଞ୍ଜିନିୟରିଂ ବେଷ୍ଟ। ଓକେ, ସୋ ଯୋଉମାନେ ମ୍ୟାଥରେ ଷ୍ଟ୍ରଙ୍ଗ ଅଛନ୍ତି, ମ୍ୟାଥ, ଫିଜିକ୍ସ, କେମିଷ୍ଟ୍ରି, ଏଇଟା ଗୁଡ଼ାକ କୋର୍ ସବଜେକ୍ଟସ୍ ଗୁଡ଼ାକରେ ଯୋଉମାନେ ଷ୍ଟ୍ରଙ୍ଗ ଅଛନ୍ତି, ମୁଁ ସଜେଷ୍ଟ କରିବି ଆପଣମାନେ ବିଟେକ୍ ଲାଇନକୁ, ଇଞ୍ଜିନିୟରିଂ ଲାଇନକୁ ପଳାନ୍ତୁ। ଓକେ, ଏଠାରେ କଣ ଅଛି, ବିଟେକ୍ ଆଉ BE। ବିଟେକ୍ ମିନ୍ସ ବ୍ୟାଚଲର ଅଫ୍ ଟେକ୍ନୋଲୋଜି, BE ମିନ୍ସ ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ। ଓକେ, ଏଇଟା ପାଇଁ ଆପଣମାନଙ୍କୁ JEE ଦେବାଟା କମ୍ପଲସରି ଅଟେ। ଓକେ, JEE ଆପଣମାନେ ଯଦି ଦେଇନାହାନ୍ତି ତାହେଲେ ବିଟେକ୍ରେ କୌଣସି କଲେଜରେ ବି ଆପଣମାନଙ୍କୁ ଆଡମିସନ ମିଳିବ ନାହିଁ। ଓକେ, କ୍ୟାରିୟର ରୋଲ୍ସ ଗୁଡ଼ାକ କଣ, ଆପଣମାନେ ସଫ୍ଟୱେର ଇଞ୍ଜିନିୟର ହେଇପାରିବେ, ସିଭିଲ ଇଞ୍ଜିନିୟର ହେଇପାରିବେ, ମେକାନିକାଲ ଇଞ୍ଜିନିୟର ହେଇପାରିବେ, ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେଇପାରିବେ, ଯୋଉଠି ଆପଣଙ୍କର ଇଣ୍ଟରେଷ୍ଟ ଅଛି। ଓକେ, ସେଇଠାରେ
आपण माने जाई परिबे आपनको जदि आईटी रे इंटरेस्ट अछि सॉफ्टवेयर गुडा करे इंटरेस्ट अछि ताइले आपण सॉफ्टवेयर इंजीनियरिंग करनियंतु जदि आपणकर किछि मेकानिकल फिजिक्स उपरे बेसी इंटरेस्ट अछि तब मेकानिकल इंजीनियरिंग करनियंतु से परि थाए हाँ एटा प्रैक्टिकल बेस्ड गला थ्योरेटिकल बेस्ड 4 इयर्स रो कोर्स थाए आ एटा बेस्ट वन ऑफ द बेस्ट career options if you are interested ଆଉ ମ୍ୟାଥ୍ ଯଦି ଠିକ୍ ଠାକ୍ हो ନାହିଁ ଆପଣ ମାନଙ୍କର ତାହେଲେ ମୁଁ ସଜେଷ୍ଟ କରିବି ନାହିଁ ଆପଣ ମାନେ ବିଟେକ୍ କରନ୍ତୁ ନାହିଁ ଓକେ ଆଉ ଯଦି ହେଇପାରୁଛି ତାହେଲେ ଫାର୍ମାସି ଲାଇନରେ ପଲାନ୍ତୁ ଆଉ ନିଟ୍ରେ ବି ମଧ୍ୟ ବହୁତ କମ୍ପିଟିସନ ଗୁଡାକ ଅଛି ଫାର୍ମାସିରେ ଏତେ କମ୍ପିଟିସନ ନାହିଁ ଆଉ ଫାର୍ମାସି କଲା ପରେ ମଧ୍ୟ ଆପଣ ମାନଙ୍କୁ ବହୁତ କ୍ୟାରିୟର ଅପରଚୁନିଟିଜ ଗୁଡାକ ମିଳିବ ଓକେ ସୋ ହଁ ଫାର୍ମାସି ପାଇଁ ମୁଁ ସଜେଷ୍ଟ କରିବି ଆପଣ ମାନଙ୍କୁ CUTM ଯୋଉ ଆମର ସେଞ୍ଚୁରିଆନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ୟୁନିଭର୍ସିଟି ଗୁଡାକ ଭୁବନେଶ୍ୱରରେ ଅଛି ବଲାଙ୍ଗୀରରେ ଅଛି ଆପଣ ମାନଙ୍କୁ ସଜେଷ୍ଟ କରୁଛି ଆପଣ ମାନେ ସେଇରେ ବିଫାର୍ମ କରିପାରିବେ ନର୍ସିଂ କରିପାରିବେ ଭଲ ଭଲ ଗୁଡାକ କ୍ୟାରିୟର ଅପରଚୁନିଟିଜ ଗୁଡାକ ଅଛି ସେଥିରେ ଓକେ ଦେନ୍ ଆସିଗଲା ଆମର BArch ଆର୍କ ମିନ୍ସ ବ୍ୟାଚଲର ଅଫ ଆର୍କିଟେକ୍ଚର ଓକେ ଏଇଟା ପାଇଁ ଆମକୁ କଣ ଏକ୍ସାମ ଦେବାକୁ ପଡେ ନାଟା ମିନ୍ସ ନ୍ୟାସନାଲ एप्टीट्यूड टेस्ट इन आर्किटेक्चर ओके सॉरी नाटा मीन्स नेशनल एप्टीट्यूड टेस्ट इन आर्किटेक्चर ओके आर्किटेक्ट हे परिबे आपण माने केमिति डिजाइन करिबा गोटे घर को केमिति आमे गोटे टाउन हे गला गोटे घर हे गलबा अर्बन प्लानर मीन्स जो अर्बन एरिया गुडा कथा टाउन को किपरि आमे डिजाइन करिबा कोन कोन आर्किटेक्ट गुडा रहइबो सेटा गुडा कथा एटा गुडा मेनली 5 इयर्स रो कोर्स है 4 to 5 इयर्स रो कोर्स गुडा कथा आउ एटा पय हम देखि नंतु कॉलेज गुडा कोन कोन अछि नेशनल इंस्टीट्यूट ऑफ टेक्नोलॉजी NIT राउरकेला ओके NIT बहुत जगह रे अछि टॉप रैंक टा होछि ओ राउरकेला रो अटे IIT भुवनेश्वर एटा गुडा बेस्ट कॉलेज वन ऑफ द बेस्ट कॉलेज इन ओडिशा IIT भुवनेश्वर एटा गुडा रेप्यूटेड कॉलेज एटा आ आपण माने जदि एठारे पढुचंती ताहेले आपणकर पर्सपेक्टिव अबाउट लाइफ टुवर्ड्स लाइफ सब चेंज हो जाए आपणकर पर्सनालिटी चेंज हो जाए आपण गोटे भल पर्सन बनी जाती एथिरे पढ़िले माइंड टा शार्प हो जाए कंपटीशन जानती आपण माने बहुत किछ शिखिबा पय एथरे थाए तो मु आपण मानको सजेस्ट करिबि रे एटा एथि जदि हे पारुछु ताले पाखरे मध्ये आपण माने रही कि भल कोर्स टा पाई परिबे ओके देन आसी गला वीर सुरेंद्र साई यूनिवर्सिटी ऑफ टेक्नोलॉजी बुर्ला एटा गुडा को मध्ये बहुत रेप्यूटेड कॉलेज भल कॉलेज गुडाक देन आसीगला कलिंग किट जोटा हमें भुवनेश्वर रे अछि जोटा किट ताहा मध्य बेस्ट कॉलेज गोटे सीवी रमन ताहा भी मध्य प्रो इंजीनियरिंग एटा गुडा पय कॉलेज अटे देन आसीगल प्योर साइंस एंड रिसर्च आपण मानको जदि साइंस उपरे ही किछि करिवार अछि मु आपण मानको कहबाटा भूल जायथिली मु साइंस उपरे मो करियर गुडा को मु दोछि ओके आर्ट्स फिर कॉमर्स गुडा को मु दो नाही आज साइंस को मो करियर अपॉर्चुनिटी गुडा कोन अछि ता बतौछि देन नेक्स्ट आउ को जिबा आर्ट्स पई कोन अछि कॉमर्स पई कोन अछि ओके जेहेतु मो गोटे साइंस स्टूडेंट तो मु प्रिफर करी फर्स्ट साइंस रो दे दी ओके सो BSc एटा गोटे कॉमन डिग्री एटा गोटे कॉमन करियर जोटा कि बहुत गुडा लोक करंती किछि जदि हला नै नीट एग्जाम हला नै जेई एग्जाम हला नै किछि जदि हला नै ताले से माने एठी आसंती BSc करि दियंती ओके को माने ड्रॉप नियंती मु आपण मानको सेते सजेस्ट करिबिने ड्रॉप नेबा पई काहे कि जदि आपण मानको फुल कॉन्फिडेंस अछि ताहेले आपण मान ड्रॉप नियंती जदि किछि भी डाउट अछि ताहेले 1 ईयर वेस्ट करबाटा ठीक न ओके एंड BSc कोन सब्जेक्ट रे करि परिबे फिजिक्स रे करि परिबे बैचलर ऑफ साइंस ओके फिजिक्स रे करि परिबे केमिस्ट्री मैथ बायोलॉजी कंप्यूटर साइंस एथिरे मध्ये करि परिबे आ मु सजेस्ट करबी एटा पय बेस्ट कॉलेज पाखा अगर जो देखि ना तो ताले प्रगति डिग्री कॉलेज टा बेस्ट अछि ओके तो एटा करले कोन कोन हे पारे साइंटिस्ट हे पारे लेक्चरर हे पारे टीचर या फिर जोटा भी लाइन को जाय छंती बोले हे पारे रिसर्चर हे पारे आ 3 वर्ष रो कोर्स ही थाए आउ एटा गुडा को वन ऑफ द गुड कोर्स ओके बेस्ट कोर्स कहि परिबे आपण माने ओके एटा पय देखि नंतु कॉलेज गुडा कोन अछि उत्कल यूनिवर्सिटी भुवनेश्वर BSc MSc PhD पय बहुत
ଭଲ ଅଛି। ରେଭେନ୍ସା ୟୁନିଭର୍ସିଟି କଟକ, ଏଇଟା ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି ମ୍ୟାଥ ପାଇଁ ବହୁତ ଭଲ ଅଛି। ନାଇଜର ଗୋଟେ ଅଛି ଯୋଉଟା କେମିଷ୍ଟ୍ରି ଉପରେ ବେଷ୍ଟ କିଛି ଥାଏ, ସ୍ପେଶାଲାଇଜ ରିସର୍ଚ୍ଚ ଗୁଡାକ କଣ କଣ ସେଇଟା ଗୁଡାକ କଲେଜ ଗୁଡାକ ବେଷ୍ଟ ଅଛି। ଓକେ। ଆଉ ଆମ କଳାହାଣ୍ଡିରେ ବିକାଶ କଲେଜ ଗୋଟେ ଭଲ ଅଛି, ଆଉ ପ୍ରଗତି କଲେଜ ଗୋଟେ ଭଲ ଅଛି, କିନ୍ତୁ ମୁଁ ସଜେଷ୍ଟ କରିବି ପ୍ରଗତି ଡିଗ୍ରୀ କଲେଜ। ଓକେ। ଦେନ୍ ଆସିଗଲା ଆମର କମର୍ସ ଆଣ୍ଡ ମ୍ୟାନେଜମେଣ୍ଟ। କମର୍ସ ଆଣ୍ଡ ମ୍ୟାନେଜମେଣ୍ଟରେ କଣ କଣ ଅଛି? ଯଦି ଆପଣମାନେ ସାଇନ୍ସ ନେଇଛନ୍ତି ତାହେଲେ ଆପଣ ଆର୍ଟ୍ସ ଲାଇନରେ ମଧ୍ୟ ଯାଇପାରିବେ, କମର୍ସ ଲାଇନରେ ମଧ୍ୟ ଯାଇପାରିବେ, ଯୋଉ ଆପଣଙ୍କର ଇଚ୍ଛା ଯୋଉ ଲାଇନରେ ମଧ୍ୟ ଯାଇପାରିବେ। ସେଥିପାଇଁ ଘରେ କହନ୍ତି କି ଆପଣମାନେ ଏଇଟା ନିଅନ୍ତୁ ବୋଲି, ଆପଣମାନେ ସାଇନ୍ସ ନିଅନ୍ତୁ ବୋଲି ଘରେ ବହୁତ କହନ୍ତି। ସେଥିପାଇଁ ତ କମର୍ସ ଲାଇନରେ ଯଦି ଯିବା ପାଇଁ ଚାହୁଁଛନ୍ତି ତାହେଲେ ବିକମ୍ କରିପାରିବେ, ବିବିଏ କରିପାରିବେ, ବ୍ୟାଚଲର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ, ବ୍ୟାଚଲର ଅଫ୍ କମର୍ସ, ଏଇଟା ଗୁଡାକ ଇକୋନୋମିକ୍ସ ହେଇପାରିବେ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପଢିପାରିବେ ଆପଣମାନେ। ସୋ ଏଇଟା ଗୁଡାକ ପଢିଲେ ଏଇଟା ଗୁଡାକ ପାଇଁ କଣ କଣ ଏକ୍ସାମ ଦରକାର? ଏଇଟା ଗୁଡାକ ପାଇଁ CUET या फिर कॉमन यूनिवर्सिटी एंट्रेंस टेस्ट या फिर CPT आपण माने ଦେଇକି CPT ଟା मेनली चार्टर्ड अकाउंटेंट ପାଇଁ ଥାଏ। CUT ଗୁଡାକ BBA BCA ସରି BBA BCom ଏଟା ଗୁଡାକ ପାଇଁ ଥାଏ, मेनली BBA ପାଇଁ ଥାଏ। ଓକେ। ଆଉ ଏଇଟା ଯଦି ଆପଣ ମାନେ ଦେବେ ତାହେଲେ ସେଣ୍ଟ୍ରାଲରେ ଆପଣ ମାନେ ପଢିପାରିବେ, ଷ୍ଟେଟ ଗୁଡାକରେ ପଢିପାରିବେ। ଦିଲ୍ଲୀ ହେଇଗଲା, ସରି ସେଣ୍ଟ୍ରାଲରେ ପଢିପାରିବେ, ଦିଲ୍ଲୀ ହେଇଗଲା ୟା ଫିର କୋଉ ଆଉ ଗୋଟେ ଜାଗା ଗୁଡାକ ହେଇଗଲା ସେଣ୍ଟ୍ରାଲ ଭିତରେ ଆପଣ ମାନେ ପଢିପାରିବେ, କୋରାପୁଟ ହେଇଗଲା, ବହୁତ ଜାଗାରେ ପଢିପାରିବେ। ମାନେ କ୍ୟାରିୟର ରୋଲ୍ସ ଗୁଡାକ କଣ ଅଛି? ମ୍ୟାନେଜର ହେଇପାରିବେ, ଆନାଲିଷ୍ଟ ହେଇପାରିବେ, ଏଣ୍ଟରପ୍ରେନର ହେଇପାରିବେ। ଆପଣଙ୍କୁ ଯଦି ବିଜନେସ କରିବାର ଇଚ୍ଛା ଅଛି, ଆପଣଙ୍କୁ ଯଦି କିଛି ମାର୍କେଟିଂ ଉପରେ ଯିବା ଅଛି, କିଛି ସ୍କିଲ୍ସ ଆପଣ ମାନଙ୍କୁ ଭଲ ଲାଗେ, ମାର୍କେଟିଂ, ପଇସା ପତ୍ର ଏଇଟା ଗୁଡାକ ଉପରେ ଆପଣ ମାନଙ୍କୁ ଭଲ ଲାଗେ, ତାହେଲେ ଆପଣ ମାନେ ଏଇ କ୍ୟାରିୟର ଟା ଚୁଜ କରିପାରିବେ। 3 to 4 years ଥାଏ ମେନଲି। ବିକମ୍ ଟା 4 years ଥାଏ, BBA ଟା 3 years ଥାଏ। ଓକେ। ଚାର୍ଟର୍ଡ ଆକାଉଣ୍ଟ ମଧ୍ୟ 4 years ଟାଇପ ଥାଏ। ଓକେ। ଏଇଟା ପାଇଁ କଲେଜ ଗୁଡାକ ହେଲା IIM ସମ୍ବଲପୁର, ଏଇଟା ଗୁଡାକ ଭଲ କଲେଜଟା MBA ପାଇଁ। MBA या फिर ହେଇଗଲା BBA ପାଇଁ ବେଷ୍ଟ କଲେଜଟା IIM ବେଷ୍ଟ କଲେଜ ଅଟେ। ଓକେ। XIM ୟୁନିଭର୍ସିଟି ଭୁବନେଶ୍ୱର ବିଜନେସ ପାଇଁ, ଇକୋନୋମିକ୍ସ ପାଇଁ ବହୁତ ଭଲ। IMT ଭୁବନେଶ୍ୱର ପ୍ରାଇଭେଟଟା କର୍ପୋରେଟ ଗୁଡାକ ସାଙ୍ଗେ ଟାଇ ଅପ୍ କରିଥାଏ। ଯଦି ଆପଣ ମାନେ BBA କରିକି MBA କରିଦିଅନ୍ତି ତାହେଲେ ଆପଣ ମାନଙ୍କୁ ଭଲ ଜାଗାରେ ଯଦି କରିଛନ୍ତି ତାହେଲେ ଭଲ ପ୍ୟାକେଜରେ ଆପଣ ମାନଙ୍କୁ ମିଳିଯାଏ। ଓକେ। କ୍ୟାରିୟର ଟା ଆପଣ ମାନଙ୍କୁ ସେଟଲ ହେଇଯାଏ। ତ ଆପଣ ମାନଙ୍କୁ ଯଦି ଇଣ୍ଟରେଷ୍ଟ ଅଛି ତାହେଲେ ଆପଣ ସେ ଲାଇନରେ ମଧ୍ୟ ଯାଇପାରିବେ। ଘରେ ବେସିକାଲି ମନା କରନ୍ତି BBA କରିବା ପାଇଁ, କିନ୍ତୁ ଆପଣ ମାନଙ୍କୁ ଯଦି ଇଣ୍ଟରେଷ୍ଟ ଅଛି ତାହେଲେ ଆପଣ ମାନେ ଯାଇପାରିବେ। ଦେନ୍ ଆସିଗଲା ଆମର କ୍ରିଏଟିଭ ଆଣ୍ଡ ଭୋକେସନାଲ କୋର୍ସେସ। କ୍ରିଏଟିଭ ଆଣ୍ଡ ଭୋକେସନାଲ କୋର୍ସେସ ମିନ୍ସ ଆପଣ ମାନଙ୍କ ଇଣ୍ଟରେଷ୍ଟ, ଆପଣଙ୍କ ପ୍ୟାସନ ଉପରେ ଯଦି ଆପଣ ମାନେ କିଛି କ୍ୟାରିୟର ବନେଇବା ପାଇଁ ଚାହୁଁଛନ୍ତି ତାହେଲେ କ୍ରିଏଟିଭ ଆଣ୍ଡ ଭୋକେସନାଲ କୋର୍ସେସ ଗୁଡାକ ଆପଣ ମାନଙ୍କୁ हेल्प କରିବ। ଓକେ। ଫାଷ୍ଟ ଆସିଗଲା ଡିପ୍ଲୋମା और BSc एनिमेशन, BDES means ବ୍ୟାଚଲର ଅଫ ଡିଜାଇନ। ଏଇଟାରେ ଆସିଗଲା ଫିଲ୍ଡ କଣ ଅଛି? ଆନିମେସନ ଆଣ୍ଡ ମଲ୍ଟିମିଡ଼ିଆ। ଯଦି ଆପଣମାନଙ୍କୁ ଆନିମେସନ କରିବାଟା ଭଲ ଲାଗେ, ଆନିମେସନ ଉପରେ ଆପଣମାନଙ୍କୁ ସ୍କିଲ୍ ଅଛି, ଆପଣଙ୍କୁ ଭଲ ଲାଗେ, ତାହେଲେ ଆପଣମାନେ ଏଥିରେ କୋର୍ସ କରିକି ଗେମିଂ ଡିଜାଇନର ହେଇପାରିବେ, ଆନିମେଟର ହେଇପାରିବେ, VFX ଆର୍ଟିଷ୍ଟ ହେଇପାରିବେ। ବହୁତ ଗୁଡାକ ରୋଲ୍ସ ଗୁଡାକ ଅଛି, ବହୁତ ଗୁଡାକ ଆପଣମାନଙ୍କ ଅପରଚୁନିଟି ଗୁଡାକ ଅଛି। ଓକେ। ଆପଣମାନଙ୍କୁ ଯଦି ଇଣ୍ଟରେଷ୍ଟ ଅଛି ତାହେଲେ ଆପଣ ମଧ୍ୟ ଯାଇପାରିବେ ସେତିକୁ। ଭଲ ଜାଗାରେ ଗୋଟେ କୋର୍ସ କରିବେ ଆଉ ଆପଣମାନଙ୍କୁ ମିଳିଯିବ। ଓକେ। ଦେନ୍ ଆସିଗଲା ଆମର ଏଇଟା ଗୁଡାକ 1 to 3 years ବେସିକାଲି ଥାଏ। ଆସିଗଲା BFF ବ୍ୟାଚଲର ଇନ୍ ଫାଇନ୍ ଆର୍ଟସ। ସେଥିରେ ଗ୍ରାଫିକ ଡିଜାଇନ ଅଛି, ଭିଜୁଆଲ୍ସ ଅଛି, ଗ୍ରାଫିକ ଡିଜାଇନର ହେଇପାରିବେ, ଆଉ UI UX ରେ କାମ କରିପାରିବେ, ସେଠିର ଡିଜାଇନର ଗୁଡାକ ହେଇପାରିବେ। 3 to 4 years ଏଇଟା ମଧ୍ୟ ଥାଏ। ଦେନ୍ ଆସିଗଲା ଡିପ୍ଲୋମା ଆଉ ବ୍ୟାଚଲର ଅଫ ଡିଜାଇନର ଫ୍ୟାସନ ଗୁଡାକ, ଫ୍ୟାସନ ଡିଜାଇନ ହେଇଗଲା, ଫ୍ୟାସନ ଡିଜାଇନର ହେଇପାରିବେ, ଷ୍ଟାଇଲିଷ୍ଟ ହେଇପାରିବେ। 1 to 4 years ର କୋର୍ସ ଥାଏ ଏଇଟା ମଧ୍ୟ। ଆପଣ ମାନଙ୍କୁ ଯଦି ଫ୍ୟାସନ ଡିଜାଇନ ଉପରେ ଯଦି କିଛି ଇଣ୍ଟରେଷ୍ଟ ଅଛି, ଫ୍ୟାସନ ଡିଜାଇନ କରିବାର ଅଛି, କିଛି ଯଦି ମେନଲି ଗାର୍ଲସ ମାନଙ୍କ ପାଇଁ ଫ୍ୟାସନ ଉପରେ କିଛି ଇଣ୍ଟରେଷ୍ଟ ଅଛି, ଫ୍ୟାସନ ଡିଜାଇନ କଣ କଣ କରିବାର ଅଛି, ଯେମିତି ନାନ୍ସି ତିଆଗି ହେଇଗଲା, ସେପରି ଯଦି ମଧ୍ୟ ବନେଇବାର ଅଛି ତାହେଲେ ଆପଣ ମାନେ ସେ କୋର୍ସଟା କରିପାରିବେ। ଓକେ। ଦେନ୍ ଆସିଗଲା ହୋଟେଲ ମ୍ୟାନେଜମେଣ୍ଟ। ଯଦି ଆପଣ ମାନଙ୍କୁ କିଛି ଫ୍ୟୁଚରରେ ହୋଟେଲ ଖୋଲିବାର ଅଛି ୟା ଫିର ହୋଟେଲରେ କାମ କରିବାର ଅଛି, ହୋଟେଲ ମଧ୍ୟ ଏଇଟା ନାହିଁ କି ମୁଁ
ଏମିତି ନର୍ମାଲ କାମ ଗୁଡ଼ାକ ଆପଣମାନଙ୍କୁ ମ୍ୟାନେଜର ହେଇପାରନ୍ତି, ଇଭେଣ୍ଟ ପ୍ଲାନର ହେଇପାରିବେ, ହୋଟେଲ ମ୍ୟାନେଜର ହେଇପାରିବେ, ବହୁତ ଗୁଡ଼ାକ କେରିୟର ଗୁଡ଼ାକ ଥାଏ। ହୋଟେଲ ମ୍ୟାନେଜମେଣ୍ଟଟା ଭଲ କେରିୟରଟା ଏଇଟା ଗୁଡ଼ାକ। ଓକେ, ଏବେ ସେତେ ଲୋକ କରୁନାହାନ୍ତି, କମ୍ପିଟିସନ ସେତେ ନାହିଁ, ତ ମୁଁ ସଜେଷ୍ଟ କରିବି ହଁ ଏଇଟା କରିପାରିବେ। ଦେନ୍ ଆସିଗଲା ଏଇଟା ହେଲା 3 to 4 yearsର ଥାଏ। ଟ୍ରାଭେଲ କନସଲଟାଣ୍ଟ ଆଣ୍ଡ ଟୁରିଜମ ସହିତ ମଧ୍ୟ ଏଟା କରିପାରିବେ। ଓକେ, ଦେନ୍ ଆସିଗଲା ଆମର ଡିପ୍ଲୋମା BFA ଫଟୋଗ୍ରାଫି, ବ୍ୟାଚଲର ଅଫ୍ ଫାଇନ୍ ଆର୍ଟସ ଯୋଉଟା ହେଲା ସେଇଟା ଗୋଟେ ଫଟୋଗ୍ରାଫି। ଆପଣମାନଙ୍କୁ ଯଦି ଫଟୋଗ୍ରାଫର ହେବାର ଅଛି ୟା ଫିର୍ ଫଟୋଗ୍ରାଫିରେ ବହୁତ ଇଣ୍ଟରେଷ୍ଟ ଅଛି, ତାହେଲେ ଆପଣ ଫଟୋଗ୍ରାଫର ହେଇପାରିବେ। ସେଇଟା କୋର୍ସ କରିକି ଫଟୋଗ୍ରାଫି ଶିଖିପାରିବେ, ଫଟୋ ଜର୍ନାଲିଷ୍ଟ ହେଇପାରିବେ। ସର୍ଟ ଟର୍ମ ଡିପ୍ଲୋମାରେ କ'ଣ ଅଛି, IT ହେଇଗଲା, ବିୟୁଟି, ଫିଟନେସ୍, କ୍ୟୁଲିନାରୀ ଆର୍ଟସ, ଏଇଟା ଗୁଡ଼ାକ ହେଇଗଲା ସ୍କିଲ୍ଡ ବେସ୍ଡ ଗୁଡ଼ାକ ଯୋଉଟା ଥାଏ ସେଇଟା ଆପଣ ସେଫ୍ ହେଇପାରିବେ। and then fitness trainer ହେଇପାରିବେ, ବ୍ୟୁଟିସିଆନ୍ ହେଇପାରିବେ, ପାର୍ଲର ଖୋଲିପାରିବେ। 6 month to 2 years ବେସିକାଲି ଏଟାର ଡ୍ୟୁରେସନଟା ଥାଏ। ଓକେ, ସୋ ଏଇଟା ଗୁଡ଼ାକ ଆପଣମାନଙ୍କ ପେସନ୍ ଉପରେ ଯାହା ବି ବେଷ୍ଟ ଅଛି ତାହା ଗୁଡ଼ାକ ହେଇପାରିବ। ଯୋଉ ଆପଣମାନେ ନା ମୁଁ ଆଉ କିଛି କରିବି ନାହିଁ, ମୁଁ ପାର୍ଲର ଖୋଲିବି, ଏଇଟା ପରେ ମୋତେ ଜବ୍ ଦରକାର, ଜଲ୍ଦି ପଇସା କମାଇବାର ଅଛି ଖୋଲିବି, ତାହେଲେ ପାର୍ଲର କୋର୍ସଟା କରିନେବେ। ପାର୍ଲର କୋର୍ସଟା କରିକି ଆପଣମାନେ କିଛି ପାର୍ଲର ଖୋଲିପାରିବେ, ଫିଟନେସ୍ ଟ୍ରେନର ହେଇପାରିବେ, ଫିଟନେସ୍ ଟ୍ରେନରର କିଛି କୋର୍ସ କରିକି ସେଇଟା ଗୁଡ଼ା ଡିପ୍ଲୋମା ଗୁଡ଼ାକରେ ଯାଏ। ଓକେ, ଦେନ୍ ଏଇଟା ପାଇଁ କି ଆମେ ଦେଖିନେବା କଲେଜ ଗୁଡ଼ାକ କ'ଣ କ'ଣ ଅଛି। ତ ଫାର୍ଷ୍ଟ ଅଛି CUTM, ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ। ମୁଁ ଆପଣମାନଙ୍କୁ କହିଥିଲି ଏଇଟା ଏଗ୍ରିକଲଚର ପାଇଁ ବେଷ୍ଟ ଅଟେ, ଡିଜାଇନ ପାଇଁ ବେଷ୍ଟ ଅଛି, ଆଣ୍ଡ ଆନିମେସନ ପାଇଁ ବେଷ୍ଟ ଅଟେ, ହସ୍ପିଟାଲିଟି ପାଇଁ ବେଷ୍ଟ ଅଛି। ଭୁବନେଶ୍ୱରର ଯୋଉଟା ଅଛି CUTM ତାହାଟା ବେଷ୍ଟ ଅଟେ। ଓକେ, ଜିଏଟ୍ ଗୋଣ୍ଡପୁର, ଏଇଟା ମଧ୍ୟ ବେଷ୍ଟ କଲେଜ, ୱାନ୍ ଅଫ୍ ଦ ବେଷ୍ଟ କଲେଜ ଆରାଉଣ୍ଡ ଇନ୍ ଓଡ଼ିଶା। ଏଇଟା ଗୁଡ଼ାକ ସାଇନ୍ସ ଭୋକେସନାଲ ପ୍ରୋଗ୍ରାମ୍ସ ବହୁତ ଗୁଡ଼ାକ ପ୍ରୋଭାଇଡ଼ କରେ। ସୁଆ ୟୁନିଭର୍ସିଟି ଗଲା, କିଟ୍ ୟୁନିଭର୍ସିଟି ଗଲା, ଫ୍ୟାସନ୍ ଗୁଡ଼ାକ, ମିଡ଼ିଆ ଗୁଡ଼ାକ, ଏଇଟା ଗୁଡ଼ାକ ଆମକୁ ପ୍ରୋଭାଇଡ଼ କରେ। ଓକେ, ଆଉ ଗୋଟେ ଲାଇନ୍ ମଧ୍ୟ ଅଛି ଆପଣମାନେ କରିପାରିବେ। OUAT ଏକ୍ଜାମ ବୋଲିକି ଗୋଟେ ଅଛି, ଯୋଉଟାକି ଆପଣମାନଙ୍କୁ ଯଦି ଏଗ୍ରିକଲଚର ଉପରେ ଇଣ୍ଟରେଷ୍ଟ ଅଛି ତାହେଲେ ଆପଣମାନେ ଏଗ୍ରିକଲଚର ମଧ୍ୟ କରିପାରିବେ। ରାୟଗଡ଼ାରେ ଗୋଟେ କଲେଜ ଅଛି, ସେଥିରେ ଏଗ୍ରିକଲଚର ଉପରେ BSc ଇନ୍ ଏଗ୍ରିକଲଚର ନା କ'ଣ ଅଟେ ସେଇଟା। ସୋ ଆପଣମାନେ ସେଟା କରିପାରିବେ। ସେଟା 4 yearsର କୋର୍ସଟା। ଆପଣମାନେ ଯଦି OUAT କ୍ରାକ୍ କରନ୍ତି, OUAT ଭଲ ର୍ୟାଙ୍କ ରଖନ୍ତି, ତାହେଲେ ସେଟା କରିପାରିବେ। ବାୟୋ ଯୋଉ ଗୁଡ଼ାକ ନେଇଥିବେ, ବାୟୋ ଯେଉଁମାନେ ନେଇଥିବେ ସେମାନଙ୍କୁ ଗୋଟେ ଭଲ ଅପରଚ୍ୟୁନିଟି ଅଛି। ଆଉ ଏଇଟା 4 ବର୍ଷ କରିଲା ପରେ ଆପଣମାନଙ୍କୁ ଜବ୍ ଇଜିଲି ମିଳିଯାଏ। ଓକେ, ସୋ ଏଇଟା ଗୋଟେ ମଧ୍ୟ ବେଷ୍ଟ ଅପସନ୍ସ। ଆପଣମାନେ ଦେଖିନେବେ ସର୍ଚ୍ଚ କରିକି କୋଉଟା ଗୁଡ଼ାକ ବେଷ୍ଟ କଲେଜ ଅଛି, ମୁଁ ଦେଖିନାହିଁ ଏପର୍ଯ୍ୟନ୍ତ। ସୋ ଏଇଟା ବି ଆପଣମାନେ କରିପାରିବେ। ସୋ ଥ୍ୟାଙ୍କ ୟୁ ଏଭ୍ରିୱାନ୍, ଥ୍ୟାଙ୍କସ୍ ଫର୍ ୱାଚିଂ। ଆଜି ପାଇଁ ଏତିକି। ଓକେ, ନେକ୍ସଟ କ୍ଲାସରେ ଆମେ ନେକ୍ସଟ ଭିଡ଼ିଓରେ ଆମେ ଦେଖିବା PCMIT ପାଇଁ କ'ଣ କ'ଣ କ୍ୟାରିୟର ଅପରଚ୍ୟୁନିଟି ଗୁଡ଼ାକ ଅଛି, PCBIT ପାଇଁ କ'ଣ କ'ଣ ଅଛି, ତା ଗୁଡ଼ାକ ସବୁ ଦେଖିବା। ଓକେ, ଥ୍ୟାଙ୍କ ୟୁ ଏଭ୍ରିୱାନ୍, ବାଏ ବାଏ।